ବାସିଙ୍କୁ ଶୋଷଣ କରୁଛନ୍ତି ସଅଁରା ସରପଞ୍ଚ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ଲୋକମାନଙ୍କ ନିମନ୍ତେ ସରକାର ଯେତେ ଉନ୍ନତିମୂଳକ ଯୋଜନା କଲେ ମଧ୍ୟ କେତେକ ଅସାଧୁ ପ୍ରଶାସନିକ ଅଧିକାରୀ ଓ କିଛି ରାଜନୈତିକ ପଦାଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ସାଧାରଣ ଗରିବ ଲୋକେ ଶୋଷଣର ଶିକାର ହେବା ସହିତ ଅନେକ ଯୋଜନାର ସୁଫଳ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତରେ। ସଅଁରା ପଞ୍ଚାୟତ ସରପଞ୍ଚଙ୍କ ଦୁର୍ନୀତିଖୋର ମନୋଭାବ ସହ ଏକ ଛତ୍ରବାଦ ଶାସନରେ ଅତିଷ୍ଠ ହୋଇ ପଞ୍ଚାୟତର ସମିତି ସଭ୍ୟ ସ୍ନିଗ୍ଧାରାଣୀ ଦାସ, ପଞ୍ଚାୟତର ନାୟବ ସରପଞ୍ଚ ମିନତୀ ସାହୁ, ୱାର୍ଡ ସଭ୍ୟ ଅଚ୍ୟୁତ ଦାସ, ପ୍ରଦୀପ ଶତପଥୀଙ୍କ ସମେତ ଅନେକ ପଞ୍ଚାୟତବାସୀ ତିର୍ତ୍ତୋଲ ବ୍ଲକରେ ପହଞ୍ଚି ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ଭଳି ଘଟଣା ଏବେ ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ବିନା ଲାଞ୍ଚରେ ସାଧାରଣ ଲୋକଙ୍କୁ ଆବାସ ଯୋଜନାରେ ଘରଟିଏ ବି କରାଇ ଦେଉନାହାନ୍ତି ସରପଞ୍ଚ ମହାଶୟ। ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କଠାରୁ ସରପଞ୍ଚ ମହାଶୟ 20,000 ଟଙ୍କା ଲେଖାଏଁ ହାତଗୁଞ୍ଜା ନେବା ସହ ଏଥିରୁ ବ୍ଲକର ବିଡିଓ ଜେଇ ମଧ୍ୟ ଭାଗ ନେବେ ବୋଲି ସରପଞ୍ଚ ମହାଶୟ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀମାନେ। ଆବାସ ଯୋଜନାରେ ଘର ପାଉଥିବା ହିତାଧିକାରୀମାନଙ୍କଠାରୁ ସରପଞ୍ଚ ମହାଶୟ 20,000 ଲେଖାଏଁ ହାତଗୁଞ୍ଜା ଆଦାୟ କରିବା ସହ ବ୍ଲକର ବିଡିଓ ଜେଇ ଏଥିରୁ ଭାଗ ନେବେ ବୋଲି କହିବା ଘଟଣାଟି ତିର୍ତ୍ତୋଲ ବ୍ଲକ ପ୍ରଶାସନ ଅସଲ ମୁଖା ଖୋଲି ଦେଉନି ତ? ଖଜୁରୀ ଗଛର ମୂଳରୁ ପାହାଚ ପାହାଚ ଭଳି ହିତାଧିକାରୀମାନଙ୍କଠାରୁ ସରପଞ୍ଚଙ୍କ ମାଧ୍ୟମରେ ବିଡିଓ ଜେଇ ହାତଗୁଞ୍ଜା ଅର୍ଥ ଆଦାୟ କରୁନାହାନ୍ତି ତ ନା ସରପଞ୍ଚ ମହାଶୟ ବିଡିଓ ଜେଇଙ୍କ ନାଁ ନେଇ ଏଭଳି ଅର୍ଥ ଆଦାୟ କରୁଛନ୍ତି? ଏଭଳି ବିଭିନ୍ନ କଥା ଏବେ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାର ଚର୍ଚ୍ଚା ହେଉଛି। ଏଥିସହିତ ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନାରେ ସରପଞ୍ଚଙ୍କ ମନମାନି ଓ କେଳେଙ୍କାରୀ ସହିତ ନୂତନ ଭତ୍ତା ପ୍ରଦାନରେ ପାତରଅନ୍ତର କରିବା ସହ ନିଜ ଘରେ ଭତ୍ତା ବଣ୍ଟନ କରିବା ଭଳି ମନମାନି ଚଳାଇଛନ୍ତି। ପଞ୍ଚାୟତରେ ଜନସେବା କେନ୍ଦ୍ର ରହିଥିଲେ ସୁଦ୍ଧା ଖୋଲାଯାଉନାହିଁ। ଏମିତିକି ପିଲାଙ୍କ ଖେଳ ପଡ଼ିଆକୁ ଶିଶୁ ଉଦ୍ୟାନରେ ରୂପାନ୍ତରିତ କରିବା ଘଟଣାକୁ ନେଇ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲେ ଲୋକେ। ଜିଲ୍ଲାପାଳଙ୍କ କଥାକୁ ଅମାନ୍ୟ କରି ପଞ୍ଚାୟତ ପାଣ୍ଠି ହରିଲୁଟ କରିବା ଉଦ୍ଦେଶ୍ୟରେ 300ରୁ 400 ପିଲା ଖେଳକୁଦ କରୁଥିବା ସଅଁରା ସରକାରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆକୁ ଶିଶୁ ଉଦ୍ୟାନରେ ରୂପାନ୍ତରିତ କରିବାକୁ କୌଣସି ନଥିପତ୍ର ନଥାଇ ପଞ୍ଚାୟତ ପାଣ୍ଠିରୁ ଅର୍ଥ ବ୍ୟୟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ। ଏମିତିକି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟର ଆବଶ୍ୟକତାଠାରୁ ଅର୍ଥ ମଞ୍ଜୁର କରିବାକୁ ଜେଇଙ୍କ ଉପରେ ଚାପ ସୃଷ୍ଟି କରିବା ଭଳି ଘଟଣା ଅଭିଯୋଗରେ ଦର୍ଶାଇଛନ୍ତି ପଞ୍ଚାୟତବାସୀ। ଅପରପକ୍ଷରେ ତିର୍ତ୍ତୋଲ ବ୍ଲକର ଅନେକ ପଞ୍ଚାୟତରେ ଏହିଭଳି ଦୁର୍ନୀତି ଚାଲିଥିବା କୁହାଯାଉଥିବା ବେଳେ ବ୍ଲକ ପ୍ରଶାସନ କାଳେ ମୋଟା ଭାଗ ନେଇ ଏସବୁକୁ ଅଣଦେଖା କରି ଦୁର୍ନୀତିଖୋରମାନଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛି ବୋଲି ବ୍ଲକ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁଯାୟୀ ସଅଁରା ପଞ୍ଚାୟତରେ ଏକ ଛତ୍ରବାଦ ମନମାନି ଶାସନ ଚଳାଇଥିବା ଏଭଳି ଜଣେ ଦୁର୍ନୀତିଖୋର ସରପଞ୍ଚଙ୍କ ଉପରେ ପ୍ରଶାସନ ପକ୍ଷରୁ କି ପ୍ରକାର ପଦକ୍ଷେପ କେବେ ନିଆଯିବ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା। ଜଗତସିଂହପୁର ପ୍ରଶାସନିକ ରିପୋର୍ଟ। नाम मिनती साहू मु तीर्तोल ब्लॉकर सौरा ग्राम पंचायत नायब सरपंच। या पंचायत रे मीटिंग हेबो सरपंच आमको जनइबे नहीं, जेकोसी मीटिंग हेबो आमको खबर देबे नहीं। पीएससी मेंबर नायब सरपंच एवं वार्ड मेंबर मानू खबर दिया जिवो नाही। 3 मास 4 मास हैला आमको खबर दिया जाऊ नहीं। आज जो ब्लॉक आछन कोन पय आछन या लोक मानकर अभियोग जे इंदिरा आवास एनआरजीएस पैसा आमे ठीक टाइम रे पाउनु। सरपंच को मु मीटिंग रे पचारली कि लोक मानकर काहे एमिति असुविधा होउची। पंचायत मीटिंग रे लोक मान जो सरपंच को मु पचारली कि लोक मानकर एमिति असुविधा काहे होउची। सरपंच मते कहिले जे हमर एग्जीक्यूटिव ऑफिसर थिले एवं सरपंच थिले वार्ड मेंबर समस्त थिले। मु पचारिबारु सरपंच कहिले तू काहे एते पार्टी करछु, तू थिरे की बस। मते एक कथा सरपंच कहिले, मो कथा किछि बुझिले नै, मोर किछि उत्तर आंसर देले नै। आ मीटिंग रे लोक मानकर हरिश्चंद्र पैसा मास मास धरी पड़ी रहउची, ठीक टाइम रे दिया हो नै। भत्ता पैसा ठीक टाइम रे लोक माने पाउ नाहंती। काम जे कोनोसी काम हो पंचायत रे किंतु बिल वर्ष वर्ष धरी पड़ी रहउची, लोक बिल हो नै। आज्ञा आज्ञा सरपंच मते कहले तू केस, तू एठी थिरे की बस, काई एडो पार्टी करूछु। मोना स्निग्धाराणी दास सौरा ग्राम पंचायत पीएस मेंबर। आज अभियोग थिला आस्तिलु आमर सहरार सबु भाई माने आस्तिले तांकर अभियोग थिला से सरपंच आमर इंदिरा आवास बाबद 20,000 लेखा मागुचंदी। आउ एनआरजीएस पैसा निज लोक मानक नाँ रे नहीं जाउचंदी।
ଆଉ କିଛି ପଇସା ହିତାଧିକାରୀମାନଙ୍କୁ ଦେଇକି ଆଉ ଅବଶିଷ୍ଟ ପଇସା ନିଜ ଲୋକମାନଙ୍କ ନାଁରେ ନେଉଛନ୍ତି। ଆଉ ଆମର ଜେଇ ଆଉ ସରକାରୀ ଅଫିସର ଯେଉଁମାନେ ଆମର ହିତାଧିକାରୀମାନେ ସରକାରୀ ଅଫିସର ରହିଲେ ବ୍ଲକର, ସେମାନଙ୍କୁ ନିଜ ମାନେ ଅନୁସାରେ ଫଲ୍ସ ବିଲ୍ କରିବାକୁ କହୁଛନ୍ତି। ତାଙ୍କ କଥା ଅନୁସାରେ ନ ଆସିବାରୁ ସେମାନଙ୍କୁ ନାଁରେ ମିଛ ଅଭିଯୋଗ ସବୁ ଆଣୁଛନ୍ତି। ଆଉ ପ୍ରଧାନମନ୍ତ୍ରୀ ଆବାସ ସ୍କିମ୍ରେ 20,000 ଗୋଟେ ଘର ପିଛା 20,000 ମାଗୁଛନ୍ତି। ଅଭିଯୋଗ ଅଛି ଆମର ଯେଉଁ ହରିଶ୍ଚନ୍ଦ୍ର ଯୋଜନାରେ ଯେଉଁ ଆସୁଛି 2,000 ଟଙ୍କା ଲେଖା, 3,000 ଟଙ୍କା ଲେଖା, ସିଏ କ'ଣ କରୁଛନ୍ତି ନା ଲୋକମାନଙ୍କୁ ଠିକ୍ ଟାଇମ୍ରେ ଦେଉନାହାନ୍ତି। ସେ ବର୍ଷେ 1.5 ବର୍ଷ ଏମିତି ଲଗାଉଛନ୍ତି। ତାଙ୍କୁ ଯାଇକି କହିଲା ବେଳକୁ କହୁଛନ୍ତି ସେ ଲୋକର କ'ଣ ଅଭାବ ଅଛି, ମୁଁ କାହିଁ ସେ ଲୋକଙ୍କୁ ଦେବି। ଆଉ ଏଠି ବି ମୋ ସାଙ୍ଗରେ ମୁଁ ନେଇକି ଆସିଛି ନ୍ୟାୟ ସରପଞ୍ଚ, ଆମର ମଉସା ମାଉସୀ ସମସ୍ତେ ସେ 20,000 ଲେଖା ନେଇଛନ୍ତି ଯାହାଠୁ, ମୁଁ ସେ ମାଉସୀଙ୍କୁ ନେଇକି ଆସିଛି। ଆଉ ଏ ମଉସାଙ୍କର ଆମର ଯେଉଁ ଏନ୍ଆର୍ଜିଏସ୍ ପଇସା ବି ନେଇଛନ୍ତି ତାଙ୍କ ନିଜ ଲୋକଙ୍କ ନାଁରେ, ଆଉ କିଛି ପଇସା ଦେଇକି ଆଉ ଅବଶିଷ୍ଟ ପଇସା ନିଜ ଲୋକଙ୍କ ନାଁରେ ନେଇଯାଉଛନ୍ତି। ମଉସା ତ ନିରୀହ ଲୋକ ନା, ସେମାନେ ଜାଣିନାହାନ୍ତି। ସେମାନେ ତାଙ୍କର ଜବ୍ କାର୍ଡ଼ ନେଲେ, କାମ କର ପଇସା ଦିଅ ଏମିତି କହିକି ସେ ତାଙ୍କର ନେଉଛନ୍ତି ନିଜ ଲୋକ ନାଁରେ। ଆପଣ କାହିଁକି ସେମାନଙ୍କୁ ଆଣିକି ଆସିଛନ୍ତି, କୋଉ କାରଣ? ସେମାନେ ଆସିକି କାରଣ ଏଇଆ ହେଲା ଯେ ସେମାନେ ଆସି ମୋତେ ଅଭିଯୋଗ କଲେ, ତ ମୋର କିଛି ସେମିତି କିଛି ସରକାର ମୋତେ ପାୱାର ଦେଇନାହାନ୍ତି ଯେ ମୁଁ ସେମାନଙ୍କ କଥା କିଛି ବୁଝିପାରିବି। ଆଉ ସେଥିପାଇଁ ମୁଁ ବିଡ଼ିଓଙ୍କ କତିକି ସେମାନଙ୍କୁ ନେଇକି ଆସିଥିଲି। ବିଡ଼ିଓ କହିଲେ ଆପଣ ଏଇଟା ଆପ୍ଲିକେସନ୍ ଅନୁସାରେ ଏଇଟା ମୋତେ ଦିଅନ୍ତୁ ଲେଖିକି, ଆଉ ମୁଁ ସେଇଟା ବୁଝିକି ଆପଣଙ୍କୁ ଜଣେଇବି। ହଁ, ମୋ ସରପଞ୍ଚ ମୁଁ ଗୋଟେ କାମ, ମୁଁ ନୁହେଁ, ମୋର ଗାଁ ଲୋକମାନେ ଗୋଟେ କାମ କରିଥିଲେ। ଯେହେତୁ ଅମୃତସରର ମୋ ଗାଁରେ କାମ ହେଇଛି, ମୋ ଗାଁ ଲୋକ କରିଛନ୍ତି ସେଇଟା। ସରପଞ୍ଚ ନିଜେ ଜାଣିଥିଲେ, ଜାଣିକି ସେଇଟା ନିଜେ ଦେଖାରେଖା କରି ବିଡ଼ିଓ, ଆମର ପୂର୍ବତନ ବିଡ଼ିଓ ଯିଏ ଥିଲେ ଆମର ଅଟଳ ସାର୍, ସିଏ ବି ଯାଇଥିଲେ। ସମସ୍ତେ ସରକାରୀ ଅଫିସର ଯାଇଥିଲେ, ଦେଖିକି କାମ ଆସିଥିଲେ। କାମ ଠିକ୍ ଠାକ୍ ସବୁ ଚାଲିଥିଲା। ଆମର ନେଇକି ନିଜେ ସରପଞ୍ଚ 10,000 ନେଇଛନ୍ତି ମୋଠୁ, କିନ୍ତୁ ମୋର ବିଲ୍ ଆଜି ପର୍ଯ୍ୟନ୍ତ ସମସ୍ତେ ଏପର୍ଯ୍ୟନ୍ତ ସାଇନ୍ କରିଦେଇଛନ୍ତି। ସରକାରୀ ଅଫିସର ଯେଉଁମାନେ ସାଇନ୍ କରିବା କଥା କରିଦେଇଛନ୍ତି, କିନ୍ତୁ ସରପଞ୍ଚ ସାଇନ୍ କରୁନାହାନ୍ତି। 10,000 ମୋ ଶ୍ୱଶୁର ତାଙ୍କୁ ଦେଇ ସାରିଲା ପରେ ମଧ୍ୟ ସେ ସାଇନ୍ କରୁନାହାନ୍ତି। କହୁଛନ୍ତି ଆଉ ଅଧିକ ଦିଅ, ମୋତେ ଦେଲେ ମୁଁ ସାଇନ୍ କରିବି। ଅଧିକ ମାନେ 30% ମାଗୁଛନ୍ତି। ବିଜୟ ମହାରଣା, ସମରା ପଞ୍ଚାୟତ, ଐନପୁର ଗାଁ। ଆଉ ଅଭିଯୋଗ ଅଛି ଏଇଥିପାଇଁ କି ଯେ ମୋ ବୋଉ ହ୍ୟାଣ୍ଡିକ୍ୟାପ୍ଟ ଲୋକ, ଆମର ବି ଆଜ୍ଞା ଘର ଫର ନାହିଁ, ଚାଳ ଘରେ ଆମେ ଅଛୁ। ଆପଣ ମାନେ ମୋର ବୋଧେ 7-8 ଥର ଖଣ୍ଡେ ଇନକ୍ୱାରି ହେଇଛି। ଇନକ୍ୱାରି ହେଲା ପରେ ମୋର ବୋଉ ନାଁରେ ଯେଉଁ ଘରଟି ଥିଲା 2 ନମ୍ବର ସିରିଏଲରେ ଥିଲା। ଆଚ୍ଛା, ସବୁ ଠିକ୍ ଠାକ୍ ହେଲା, ଭଲ ମନ୍ଦ ହେଲା, ସବୁ ସରିଲା ପରେ ଗ୍ରାମସଭାରୁ ପାସ୍ ହେଲା। ଗ୍ରାମସଭାରୁ ପାସ୍ ହେଇକି ତ ବ୍ଲକକୁ ଆସିଲା। ମୁଁ ତ କାମକା ଲୋକ, ମୁଁ କାମ କରୁଛି। ମୋତେ ହଠାତ୍ ଫୋନ୍ କଲେ ସରପଞ୍ଚ, କହିଲେ ଦେଖ ଆଉ ମୁଁ ତମ ଘରଟାକୁ ଦେବା ପାଇଁ ଚେଷ୍ଟା କରୁଛି, ବିଜେଡ଼ି ଲୋକ ତମ ଘର କାଟି ଦେଉଛନ୍ତି। ମୁଁ କହିଲି ବିଜେଡ଼ି ଲୋକ କାଟି ଦେଉଛନ୍ତି ସେ କଥା ଆପଣ ବୁଝିବେ, ସରପଞ୍ଚ ଆପଣ କ'ଣ ଇଏ ଆପଣ ପାୱାରରେ ଅଛନ୍ତି? ନାଇଁ ଶତ ଚେଷ୍ଟା ପରେ ବି ସେ କାଟି ଦେଉଛନ୍ତି। ତାପରେ ଏ କଥା କହିଲେ, ତା 3 ଦିନ ପରେ ମୋତେ ଫୋନ୍ କରିକିରି କହିଲେ ଯେ 30,000 ଟଙ୍କା ଦେଲେ ତମ ଘରଟା ଆମେ କରେଇ ଦେଇପାରିବୁ। ସରପଞ୍ଚ କହିଲେ। ମୁଁ କହିଲି ଆଜ୍ଞା ମୁଁ ତ ମୂଲିଆ ମଜୁରିଆ ଲୋକ, ମୋ ପାଇଁ 30,000 ଟଙ୍କା କେଉଁଠୁ ଆସିବ? ନା ନଦେଲେ ହେଇପାରିବନି କହିକି ଫୋନ୍ଟି କାଟିଦେଲେ। କାଟିଦେଲା ପରେ ସେଇଠୁ ମୁଁ କହିଲି ହଉ ଦେଖିବା କ'ଣ ହେଉଛି। ତାପରେ କିଛି ଦିନ ଗଲା ପରେ ମୁଁ ସବୁ ଯେତେବେଳେ ଘର ସବୁ ଲୋକ ପାଇଲେ, ମୁଁ ଆସି ବୁଝାବୁଝି କରିବାକୁ ଦେଖିଲା ମୋ ଲିଷ୍ଟଟାକୁ କାଟି ଦେଇଛନ୍ତି। ଆଜ୍ଞା କିନ୍ତୁ ମୁଁ ଘର ପାଇବା ଉପଯୋଗୀ। ଆପଣ ଯଦି ଏବେ ବି ଯଦି ଚାହିଁବେ, ଏବେ ଏଇଠୁ ଆପଣ ଯାଇକି ମୋ ଘର ନିଜେ ମାନେ ଇନକ୍ୱାରି କରିପାରିବେ ମୁଁ କେଉଁ ଅବସ୍ଥାରେ ଅଛି। ଆଚ୍ଛା, ଇଏ ସରପଞ୍ଚ। ତାପରେ ବି ଆହୁରି ଗୋଟେ କଥା, ମୋତେ 30,000 ଟଙ୍କା ମାଗିଲେ, ମୁଁ ନ ଦେଇପାରିବାରୁ ମୋ ଘରଟି କାଟି ଦେଇଛନ୍ତି। ତାପରେ ଏନ୍ଆର୍ଜିଏସ୍ କାମ ଦେଇଥିଲେ ପ୍ରଥମ ମାନେ ଇଲେକ୍ସନ୍ ଜିତିବା ପରେ ଆମ ଗାଁକୁ। ମୋତେ କହିଲେ 2ଟା ଫଳକ କର। ମୁଁ ସବୁଠୁ 2ଟା ଫଳକ ହାତରୁ ଇଟା ବାଲି ଗୋଡ଼ି ଦେଇକିରି ଭଲ ମନ୍ଦ କଲି। ମୋତେ କହିଲେ 8,000 ଟଙ୍କା ତୋର ବିଲ୍ କରିଦେ। ସେ ଫଳକୁ ବି ସିଏ ତାଙ୍କର ବିଲ୍ କରି ଖାଇଦେଲେ। ତାପରେ ବି ସେ ପଇସା ଦେଲେନି। କୁକୁଡ଼ା ଘର ଗୋଟେ ଦିଆହେବ ତାଙ୍କ ପୁଅ କହିକିରି ମୋ କତୁରୁ ସେ ବାବଦ କୁକୁଡ଼ା ଘର ବାବଦ ବି 4,000 ଟଙ୍କା ନେଇଛନ୍ତି। କହିଲେ ଘର ପାଇଲେ ତୁ ଆଉ ପଇସା ଦେବୁ। ସବୁ ତ ସିଆଡ଼େ ଆଜ୍ଞା, ଆମେ ଗରିବ ଲୋକ କ'ଣ କରିବୁ? ଯେଉଁ ପ୍ରଧାନମନ୍ତ୍ରୀ ଯେଉଁ ଆବାସ ଯୋଜନା ଘର ମିଳିବ ବୋଲି, ଆମର ତ ଚାଳ ଘର ଥିଲା, ମୋଟେ ଘର ବିଲକୁଲ ନଥିଲା। ସେ ଘର ପାଇଁକି କହିଲେ ଘର ତ ତମର କରେଇଦେବୁ, ଆମକୁ ଏତିକି ପଇସା ଦିଅ। ଆମ ସରପଞ୍ଚ, ସମରା ପଞ୍ଚାୟତ ସରପଞ୍ଚ ବିକ୍ରମ ସାହି। ସେ କହିଲେ
ଯାହା ଆମର ତ ଯେହେତୁ ଘର ନାହିଁ ଆମେ ବାଧ୍ୟ ଦେବାକୁ ଧାର ଦେଣା କରିକି ଦେଲୁ। ତାପରେ 3 ମାସ ଭିତରେ ବି ଘର କରିଦେଇଛୁ। ଫାଇନାଲ୍ ପଇସା ବି ଆମେ 20,000 ପାଇଛୁ, ବୋନସ୍ ପଇସା ସେଇଟା ପାଇଯାଇଛୁ। ଆଉ ଏଇ ଯେଉଁ ଜବ୍ କାର୍ଡ଼ର ଯେଉଁ ପଇସା, ସେଇ ପଇସାଟା ଆମେ 2ଟା ଦେଇଥିଲୁ ଜବ୍ କାର୍ଡ଼, 6ଟା ଦେଇଥିଲୁ ଆକାଉଣ୍ଟ। 6ଟା ଆକାଉଣ୍ଟରୁ ଆମର 4ଟା ଆକାଉଣ୍ଟ, ଆଉ ଯେଉଁ ଜଣଙ୍କର 2ଟା ଆକାଉଣ୍ଟ ସ୍ୱାମୀ ସ୍ତ୍ରୀଙ୍କର, ସେ 2 ଜଣଙ୍କ ଆକାଉଣ୍ଟକୁ ଆଇଛି ପଇସା। ଏବେ ଦେଖିଲା ବେଳକୁ ଆସିଛି 2 ଜଣଙ୍କର, ଆଉ ଆମର ପୁଅ ଆକାଉଣ୍ଟକୁ ଆସିଛି ଜଣଙ୍କର। ଆଉ ପଇସା ନାହିଁ, 17,000 କେତେ ଟଙ୍କା ଆସିନି। ଆଉ 20,000 ଟଙ୍କା ତ ଅଧିକା କହୁଥିଲେ, ଆମେ 20,000 ଟଙ୍କା ଦେଇଛୁ। 17,000 କେତେ ଟଙ୍କା ଆସିନି। ଆମେ 3ଟା ତ ପାଇଛୁ, 3,000 କେତେ ଟଙ୍କା ପାଇଛୁ। ଆଉ ଆଜ୍ଞା କହିଲେ ଆପ୍ଲିକେସନ୍ ଦେବା ପାଇଁ ବୁଝିବୁ। ନା କୃତିବାସ ନାୟକ। ବାସ୍ ଆମେ ଇନ୍ଦିରାବାସ ପାଇଥିଲୁ। ଆମର ମାନେ ଟଙ୍କା ସବୁ ଆସିଯାଇଛି, କିନ୍ତୁ ଏ GRC ପଇସାଟା 15,000 ଟଙ୍କା ସେ ଖାଇଦେଇଛନ୍ତି। କିଏ ଖାଇଛନ୍ତି? ଆମ କତୁ ତ 5,000 ଆମ ଆକାଉଣ୍ଟକୁ ଆଇଛି, ଆଉ ସବୁ ସେ 15,000 ନେଇଯାଇଛନ୍ତି। ଆଉ ମାନେ ସରପଞ୍ଚ ଇଏ କରିଥିବେ। ଆଉ ସେ ବା କହିଲେ ତମ ଆକାଉଣ୍ଟକୁ ଯାଇଛି 9,000, ଆମେ ଦେଖିଲା ବେଳକୁ ଏଇଠୁ ବାହାର କଲା ବେଳକୁ 5,000 ଯାଇଛି। ଆଉ ଆଜି ତ ଆଇଛୁ, ଆଉ ଜଣେଇବୁ କେତେବେଳେ? ଆଉ 20,000 15,000 ଟଙ୍କା ମୋ କତୁ ନେଇଛନ୍ତି। ହଁ ନେଲେଣି ଆଜିକି 3 ମାସ 4 ମାସ। କହିଲେ ଆମେ ତମର ହବାର ନଥିଲା, ଆମେ କରେଇ ଦେଇଛୁ, ଆମେ କରିଛୁ, ଆଉ କ'ଣ ତ ଦିଅ ଆମକୁ 20,000 ଦିଅ। ମୁଁ କହିଲି ମୁଁ 20,000 ଦେଇପାରିବିନି, ସେଇଠୁ 15,000 ଟଙ୍କା ଦେଇଛି। ସଂରା ଅଭିଯୋଗ କ'ଣ, ଆମେ ତ ସରପଞ୍ଚ ବାବୁ ଦେଇଥିଲୁ ପଇସା ପତ୍ର ଘର ପାଇଁ, ଆଉ 15,000 ଟଙ୍କା ଦେଇଥିଲୁ। 15,000 ମୁନା ବାବୁ। ଆଉ ଘର ଟିକେ ଆଉ ଛାତ ପଡ଼ିଯାଇଛି। ଛାତ ପଡ଼ି ସାରିଲା ପରେ ଏଇ ଯେଉଁ ଜବ୍ କାର୍ଡ଼ ପଇସା ଆମେ ଯେତେବେଳେ କହିଲା ବେଳକୁ କାହିଁ ଶୁଣୁନାହାନ୍ତି। ଏଠି ଆସି ଦେଖିଲା ବେଳକୁ ଜମା 7,000 ଟଙ୍କା ଆସିଛି, ଆଉ 15-16,000 ଟଙ୍କା ଅନ୍ୟ ଆଡ଼େ ଯାଇଛି। ହଁ 3 ମାସ ଖଣ୍ଡେ ହେବ। ସେ କହିଲେ ଆମର ଖର୍ଚ୍ଚ ଅଛି, ଭିଡ଼ିଓ ନେବେ, ଜେଇ ନେବେ, ଆଉ ହଁ ଖର୍ଚ୍ଚ ଅଛି, ଖର୍ଚ୍ଚ ନଦେଲେ ହେଇପାରିବନି। କ'ଣ କହିଲେ? ନାଇଁ ଅଭିଯୋଗ କ'ଣ, ଏଇ ତ ଜମା 7,000 ପାଇଛୁ, ଆଉ 15-16,000 ଟଙ୍କା ପଡ଼ିଯାଇଛି। ହଁ ସେ କହିଲେ ପରା ଦରଖାସ୍ତ। ହଁ କହିଲେ ଆପ୍ଲିକେସନ୍ ଲେଖିକିରି ତାକୁ ଆଣିବ, ଆଣିଲା ପରେ ଯାହା